ଅସୁସ୍ଥ ଗଛରେ ପାଣି ଢାଳିଲେ କ'ଣ ହୋଇଥାଏ? କ'ଣ ଆପଣମାନେ ଜାଣିଛନ୍ତି? ଆପଣମାନେ ଯେଉଁ ପ୍ରତ୍ୟେକ ଦିନ ଓସ୍ତ ଗଛରେ ପାଣି ଢାଳୁଛନ୍ତି, ଅସୁସ୍ଥ ଗଛରେ ପାଣି ଦେଉଛନ୍ତି, ଏହାଦ୍ୱାରା ଆପଣମାନଙ୍କୁ କ'ଣ ମିଳିବ? ଆପଣମାନଙ୍କୁ କ'ଣ ଶୁଭ ସଂକେତ ମିଳୁଛି? କ'ଣ ଆପଣମାନେ କେବେ ଧ୍ୟାନ ଦେଇଛନ୍ତି? କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ଆପଣଙ୍କର ପରିଶ୍ରମ ଆଉ ବୃଥା ଯାଉନାହିଁ ତ? ଆପଣ ପରିଶ୍ରମ କରି ଯେଉଁ ପାଣି ଦେଉଛନ୍ତି ଗଛରେ, ସେ ବୃଥା ଯାଉନି ତ? ଜାଣିବେ ଆଜିର ଏହି ଭିଡ଼ିଓ ମାଧ୍ୟମରେ। ଯଦି ଆପଣମାନେ ପ୍ରତ୍ୟେକ ଦିନ ଓସ୍ତ ଗଛରେ ପାଣି ଦେଉଛନ୍ତି, ତାହେଲେ ଆପଣମାନଙ୍କୁ କ'ଣ ଶୁଭ ଫଳ ମିଳୁଛି, ଆଜିର ଭିଡ଼ିଓରେ ଆପଣମାନଙ୍କୁ ମୁଁ ଭଲ ଭାବରେ ଜଣାଇବାକୁ ଚାହୁଁଛି। ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ଦେଖିବେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ, ଲାଇକ୍ଟିଏ କରିଦେବେ। ସାଙ୍ଗମାନେ, ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ଥରେ ଦେବଶ୍ରୀ ନାରଦ ବୈକୁଣ୍ଠକୁ ଯାଇ ରତ୍ନ ସିଂହାସନରେ ବସିଥିବା ଶ୍ରୀ ବିଷ୍ଣୁଙ୍କ ପାଖକୁ ଯାଇ ପ୍ରଣାମ ଜଣାଇଲେ। ଭଗବାନ ବିଷ୍ଣୁ ମଧ୍ୟ ଜାଣିଗଲେ ଯେ ନିଶ୍ଚିନ୍ତ ଭାବରେ ନାରଦ କିଛି ଦ୍ୱନ୍ଦ୍ୱରେ ଅଛନ୍ତି। ନାରଦ ପଚାରନ୍ତି, ପ୍ରଭୁ, ବୃକ୍ଷ ଭିତରେ ଅଶ୍ୱସ୍ଥ, ଯେଉଁଥିରେ ବିଷ୍ଣୁଙ୍କ ବାସ ହୋଇଥାଏ, କିନ୍ତୁ ସେ କିଛି ଲୋକଙ୍କୁ ଅଶ୍ୱସ୍ଥ ଗଛକୁ କାଟୁଥିବାର ଦେଖିଲେ, ଯେଉଁ କାରଣରୁ ବୃକ୍ଷ ଖୁବ୍ କଷ୍ଟରେ ଥିଲା। ଏହା ବ୍ୟତୀତ ଅଶ୍ୱସ୍ଥ ଗଛରେ ଜଳ ଅର୍ପଣ କଲେ କ'ଣ ହୁଏ, ସେ ବିଷୟରେ ମଧ୍ୟ ନାରଦ ପଚାରିଛନ୍ତି। ଏହାର ଉତ୍ତର ଦେଇ ବିଷ୍ଣୁ ଏକ ପୌରାଣିକ କଥା ଶୁଣାଇଛନ୍ତି, ଯାହାକୁ ମନୁଷ୍ୟ ଶୁଣିଲେ ସବୁ ପାପ ଏବଂ କଷ୍ଟ ଦୂର ହୋଇଯିବ। ସେହି କଥାକୁ ଆମେ ଆଜିକାର ଏହି ଭିଡ଼ିଓରେ କହିବାକୁ ଯାଉଛି ଏବଂ ଅଶ୍ୱସ୍ଥ ଗଛକୁ ରଖିବା ଏବଂ ପୂଜା କରିବାକୁ ନେଇ ସ୍ୱୟଂ ଭଗବାନ ବିଷ୍ଣୁ କେଉଁ ସବୁ ନିୟମ ବିଷୟରେ କହିଛନ୍ତି, ସେହି ବିଷୟରେ ମଧ୍ୟ ଭଲ ଭାବରେ ଜାଣିନେବା। କାହାଣୀ ଅନୁଯାୟୀ ପ୍ରାଚୀନ କାଳରେ ଅତି ସୁନ୍ଦର ନଗରୀ ଥିଲା, ଯାହାର ନାମ ଥିଲା ନନ୍ଦୀଗ୍ରାମ, ଏବଂ ସେଠାରେ ପୁଷ୍କର ନାମକ ଜଣେ ବ୍ରାହ୍ମଣ ରହୁଥିଲେ। ସେ ଜଣେ ତପସ୍ୱୀ ଏବଂ ନିଜ କୁଟୀର ସାମ୍ନାରେ ଏକ ବିଶାଳ ଅଶ୍ୱସ୍ଥ ବୃକ୍ଷ ରଖି ତାହାକୁ ପୂଜା କରୁଥିଲେ। ଏହା ବ୍ୟତୀତ ବାହାରକୁ ଗଲେ ଅଶ୍ୱସ୍ଥ ବୃକ୍ଷକୁ ପ୍ରଣାମ କରି ଯାଉଥିଲେ। କିନ୍ତୁ ଥରେ ଜଣେ ବିଶାଳ ରାକ୍ଷସ ଆସି ସେହି ବ୍ରାହ୍ମଣର କୁଟୀର ସାମ୍ନାରେ ଛିଡ଼ା ହୋଇ ବ୍ରାହ୍ମଣଙ୍କୁ କହିବାକୁ ଲାଗିଲା, କିନ୍ତୁ ବ୍ରାହ୍ମଣ ଆଦୌ ଭୟଭୀତ ନ ହୋଇ ରାକ୍ଷସକୁ ପ୍ରଣାମ କରି କ'ଣ ଭୋଜନ କରିବାକୁ ଚାହୁଁଛନ୍ତି ବୋଲି କହି ଅଶ୍ୱସ୍ଥ ବୃକ୍ଷ ତଳେ ବସିବାକୁ କହିଥିଲା। ରାକ୍ଷସ ଜଣକ ଅଶ୍ୱସ୍ଥ ଗଛ ତଳେ ବସିବା ମାତ୍ରେ ହିଁ ତାର ଶରୀର ଜଳିବା ଆରମ୍ଭ କଲା ଏବଂ ପୁରା ଜଳିଯିବା ପରେ ସେଥିରୁ ଜଣେ ଦିବ୍ୟ ପୁରୁଷ ବାହାରିଲେ, ଅର୍ଥାତ୍ ସେ ନିଜ ପାପରୁ ମୁକ୍ତ ହୋଇଗଲା। ଏହାପରେ ସେହି ଦିବ୍ୟ ପୁରୁଷ ସ୍ୱର୍ଗ ଅଭିମୁଖେ ଚାଲିଗଲେ। ଥରେ ଯମରାଜ ନିଜ ଦୂତମାନଙ୍କୁ ପଠାଇ ସେହି ବ୍ରାହ୍ମଣଙ୍କୁ ଉଠାଇ ଆଣିବାକୁ କହିଲେ। ଦୁଇ ଦୂତ ଆସି ବ୍ରାହ୍ମଣଙ୍କୁ ଧରି ନେଇ ଯାଉଥିବା ସମୟରେ ବ୍ରାହ୍ମଣ ତାଙ୍କର ବିନା ମୃତ୍ୟୁରେ ତାଙ୍କୁ ନେଇଯାଇଥିବାର କାରଣ ପଚାରିଥିଲେ। ଏହା ଶୁଣି ଦୂତ ଦୁଇଜଣ ତାଙ୍କୁ ଚୁପଚାପ ତାଙ୍କ ସହିତ ଯିବାକୁ କହିଥିଲେ। ଯମରାଜଙ୍କ ପାଖରେ ପହଞ୍ଚିବା ମାତ୍ରେ ଯମରାଜ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେ ଅନ୍ୟ ଜଣେ ପୁଷ୍କର ନାମକ ବ୍ରାହ୍ମଣଙ୍କୁ ଆଣିବାକୁ ପଠାଇଥିଲେ। ଏହା ଶୁଣି ସ୍ୱୟଂ ଯମରାଜ ଏବଂ ଦୁଇ ଦୂତ କ୍ଷମା ମାଗିଲେ, କିନ୍ତୁ ବ୍ରାହ୍ମଣ ଏଥିପାଇଁ ଯମରାଜଙ୍କୁ ଧନ୍ୟବାଦ ଦେଲେ ଯେ ତାଙ୍କ କାରଣରୁ ସେ ଯମରାଜଙ୍କ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ କଲେ। ଏହାପରେ ବ୍ରାହ୍ମଣ ଜଣକ ଯମରାଜଙ୍କୁ ସବୁ ନର୍କର ଦର୍ଶନ କରାଇବାକୁ ଅନୁରୋଧ କଲେ। ଏହା କହିବା ମାତ୍ରେ ଯମରାଜ ତାଙ୍କୁ ନର୍କକୁ ନେଇଗଲେ। ସେଠାରେ ପରିସ୍ଥିତି ଖୁବ୍ ଖରାପ ଥିଲା। ସେଠାରେ ପାପୀମାନେ ଖୁବ୍ କଷ୍ଟ ଭୋଗ କରୁଥିବାର ଦେଖିଲେ। ନାନା ପାପୀଙ୍କୁ ନାନା ପ୍ରକାରର କଷ୍ଟ ଦିଆଯାଉଥିଲା। ସେ ଆତ୍ମାମାନେ କଷ୍ଟରେ ବିଳାପ କରୁଥିଲେ। ସେହି ଆତ୍ମାମାନେ ନିଜେ ମର୍ତ୍ତରେ କରିଥିବା ପାପ କାରଣରୁ ନର୍କରେ କଷ୍ଟ ଭୋଗୁଥିବା କହିଲେ।
एहापरे ब्राह्मण कहती जे मर्त्य जो व्यक्ति भगवान विष्णु को पूजा करि थाए ताकू केबे नरकरे कष्ट भोग करने को पड़े नहीं। सही आत्मा माने जो निआरे जलुथिले ब्राह्मण पाखक स्पर्श करी जो निआ जलुथिला ताहा अधिक आश्वासना देउथिबा कहिले। तेणु सेमाने ब्राह्मण को सेठारे किछि समय छिड़ा हेबाकू कहिले। एहापरे ब्राह्मण जनक कहिले जे जदि से जड़े विष्णु भक्त होइबे एभली आत्मा मानकर वेदना को देखि अणदेखा करती तेबे ताहाठारु खराब जिनिस आउ किछि भी नाही। एहापरे पुष्कर ब्राह्मण सेही नरकरे पड़िथिबा आत्मा को मुक्ति पाई प्रार्थना कले। एमिति कहिबा मात्रे ही नरकरे थिबा प्राणी को मुक्ति मिलीगला एवं सेमाने स्वर्ग को जीवाकू लागिले। किंतु आहुरी अनेक आत्मा नरकरे रहिले। जमराज आश्चर्य होइगले। सेठारे भगवान विष्णु आसी कहिले जे एही ब्राह्मण नित्य अस्वस्थ गछ को पूजा करी जल अर्पण करुथिले। से अनेक पुण्यर अधिकारी जो आत्मा माने एबे सुधा मुक्ति पाई नथिले सेमाने केबे निज जीवन रे अस्वस्थ गछ को पूजा करि नथिले। जो व्यक्ति अस्वस्थ गछ को नित्य पूजा करि थाए ताकू केबे भी नरक को जीवाकू पड़े नहीं। तांको सानिध्य रे आसुथिबा व्यक्ति मध्य पाप मुक्त होई जांती। सांग माने मु आपण मानकू कहिबाकू चाहूची आपण माने दया करी प्रत्येक दिन अस्वस्थ गछरे पानी दबा आरंभ कर दियंतु। अस्वस्थ गछरे धूप दीप दे पूजा करंतु, भोग लगांतु। देखिबे आपण मानकू केबे भी हेले नरकदंड मिलिबो नाही। जेमिति एही ब्राह्मण लोकटी अति श्रद्धार सहित अस्वस्थ गछ को पूजा करुथिले, सेथिपाई तांकर किछि भी हेलानी। आ जेतेबेले से नरक को गले नरकरे जे माने दंड मध्य पाउथिले आंको जीवा बदल रे सेमानंकु मध्य मुक्ति मिलिगला। माने आपण माने जानि पारुथिबे जदि आपणको घर भितरे केही भी गोटिए मनीष जदि अस्वस्थ गछ को पूजा करुथिबे ताहले घरर समस्त सदस्यंकु केबे भी हेले नरकदंड मिलिबो नाही। आपण माने जेबे भी जुआड़े जाउछंती निज कर्म रे दयाकरी जदि केबे भी हेले ओस्त गछ देखुचंती अस्वस्थ गछ देखुचंती ताहले टिके हाथ जोड़ी मुंडियाटिए मारी दियंतु। देखिबे आपण को निश्चित भाव में सफलता मिलिबो। धन्यवाद सांग माने वीडियोटी शेष पर्यंत देखिथिबारु आपण मानकू अशेष अशेष धन्यवाद। आशा करी मोर ये वीडियोटी आपण मानकू निश्चित भाव में भल लागिथिबो। निश्चित भाव में आपण मानकू किछि शिखिबा पई मिलिथिबो। जदि भल लागिथिबो लाइक टे करि देबे, सांग मानक मध्य शेयर करि देबे। जदि आपण माने आम टॉकिंग वर्ल्ड यूट्यूब चैनल प्रथम थर पई आम टॉकिंग वर्ल्ड यूट्यूब चैनल को सब्सक्राइब करी बेल आइकन को ऑल क्लिक करि देबे। कारण आम चैनल रे जेबे किछि नुआ मोटिवेशनल वीडियो छड़ा जीवो आपण माने सर्वप्रथमे देखि परिबे। धन्यवाद सांग माने। जय जगन्नाथ, जय मां सरला, जय श्री कृष्ण।